ରଞ୍ଜିତା ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। କଟକର ଖାନନଗର ଶ୍ମଶାନ ସେଇଠି ପାଉଁଶ ହେଇ ମାଟିରେ ମିଶିଯାଇଛି ଓଡ଼ିଶାର ଅନେକ ବୀର ପୁରୁଷଙ୍କର ମର ଶରୀର। ସେଇ ଶ୍ମଶାନ ହିଁ ଏ ମାଟିର ଇତିହାସର ମୂକ ସାକ୍ଷୀ। ସେଦିନ ସେଇଠି ଜଳୁଥିଲା ଚିତାଗ୍ନି। ସେଇ ଚିତାର ଲେଲିହାନ ଅଗ୍ନିଶିଖା ମିଳେଇ ଯାଉଥିଲା ଶୂନ୍ୟରେ, ମହାଶୂନ୍ୟରେ। ଚିତା ଉପରେ ଶୋଇଥିଲା 12 ବର୍ଷର ବାଳକଟିଏ। ଚିତା ଚାରିପାଖେ ରୁଣ୍ଡ ହେଇଥିଲେ ଅନେକ ଲୋକ। କିଏ ଏଇ ବାଳକ ଯାହାକୁ ଶେଷ ବିଦାୟ ଜଣାଇବାକୁ ଏତେ ଲୋକଙ୍କ ସମାଗମ? କିଏ ଏଇ ବାଳକ ଯାହାଙ୍କ ପାଇଁ କବି ସଚୀ ରାଉତରାୟଙ୍କ ଲେଖନୀ ମୁନରୁ ଝରି ଆସିଥିଲା, ନୁହେଁ ବନ୍ଧୁ ନୁହେଁ ଏହା ଚିତା, ଏ ଦେଶ ତିମିର ତଳେ ଏ ଅଲିଭା ମୁକତି ସଳିତା। ନୁହେଁ ଏହା ଜଳିଯିବା ପାଇଁ, ଏହାର ଜନମ ଏଥି ଜାଳି ପୋଡ଼ି ଦେବାକୁ ଧସାଇ। ଏ ବାଳକ ଆଉ କେହି ନୁହେଁ, ଏ ମାଟିର ବୀର ସନ୍ତାନ ବାଜି ରାଉତ। ସେ ତ ବାଳକ ନୁହେଁ, ସେ ଝଡ଼ଠାରୁ ଆହୁରି ବିରାଟ, ମେଘଠାରୁ ଆହୁରି ସେ କଳା। ସେଇ ଛୋଟିଆ ଦେହରେ ତାର ଚମକି ଉଠିଥିଲା ଅନିର୍ବାଣ ବିଦ୍ୟୁତର ଝଲକ। କଣ ସେ କରିଛି ଏ ଦେଶ ପାଇଁ? କାହିଁକି ଏବେ ବି ଲୋକେ ତାର ସ୍ମୃତିଚାରଣ କରୁଛନ୍ତି? ଚାଲନ୍ତୁ ଖେଳେଇବା ଏ ମାଟିର ଇତିହାସର ପୃଷ୍ଠା, ପାଇଯିବା ଆମ ମନରେ ଉଙ୍କି ମାରୁଥିବା ଅସମାହିତ ପ୍ରଶ୍ନର ଉତ୍ତର ସବୁ। ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଗଡ଼ଜାତ ଶାସନ, ଇଂରେଜମାନଙ୍କ ସାହସ ପାଇ ରାଜା ଓ ଜମିଦାରମାନଙ୍କର ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର। ସେ ଅତ୍ୟାଚାର ସହିବାର ସୀମା ଟପି ଯାଇଥିଲା। ଇତିହାସ କହିବ ଢେଙ୍କାନାଳ ରାଜାଙ୍କ ଅମାନୁଷିକ ବର୍ବରୋଚିତ କାହାଣୀ। ମୁଁ ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୁର ଏ ଢେଙ୍କାନାଳ ମୁଲକର ଏକ ଛତ୍ରପତି ଶାସକ, ପ୍ରଜାମାନଙ୍କ ପ୍ରଭୁ। ପ୍ରଭୁଙ୍କ ଆଦେଶ ମାନିବା, ତାଙ୍କ ସେବା କରିବା ଦାସର କର୍ତ୍ତବ୍ୟ। ବିନା ଅଭିଯୋଗରେ ବେଠି ବେଗାରି ଖଟିବେ, ତାଙ୍କ ଉପରେ ବସିଥିବା କର ଦେବାକୁ ବାଧ୍ୟ ହେବେ। କେହି ନିଶ ରଖିପାରିବେ ନାହିଁ। ଯିଏ ଆଦେଶ ଅମାନ୍ୟ କରିବ ତା ନିଶ ଓପାଡ଼ି ଦିଆଯିବ। କର ଦେଇ ଦେଇ ସର୍ବସ୍ୱାନ୍ତ ହେଇଗଲେ ପ୍ରଜାମାନେ। ପୁଣି ରାଜା ବାଜେ କର ନାମକ ଏକ ନୂଆ କର ଲୋକମାନଙ୍କ ଉପରେ ବସାଇଲେ। ବେଠି ବେଗାରି କର ଭାରରେ ଅଣ୍ଟା ଭାଙ୍ଗିଗଲା ଲୋକମାନଙ୍କର। ଆପତ୍ତି କଲେ, ବସିଲା କୋରଡ଼ା ମାଡ଼। ଲୋକେ ତ୍ରାହି ତ୍ରାହି ଡାକ ଦେଲେ। ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେଲା। ପ୍ରଜାମଣ୍ଡଳ ଗଠନ ହେଲା। ଏହି ନବଗଠିତ ପ୍ରଜାମଣ୍ଡଳ ରାଜାଙ୍କ ନିକଟରେ କେତେକ ଦାବି ଜଣାଇଲେ। ରାଜା ମାନିଲେ ନାହିଁ ପ୍ରଜାମଣ୍ଡଳକୁ।
ଦୃଢ଼ କଣ୍ଠରେ ପ୍ରତ୍ୟାଖ୍ୟାନ କଲେ ସେମାନଙ୍କ ଦାବିକୁ। ଆହୁରି ଉତ୍ତ୍ୟକ୍ତ ହେଲେ ରାଜା ଶଙ୍କର ପ୍ରତାପ। ଆରମ୍ଭ କରିଦେଲେ ଦମନମୂଳକ କାର୍ଯ୍ୟ। ଥରି ଉଠିଲା ଢେଙ୍କାନାଳ ମୂଲକ। ଏଥିପାଇଁ ଇଂରେଜ ସୈନ୍ୟଙ୍କ ସାହାଯ୍ୟ ଲୋଡ଼ିଲେ। ପ୍ରଜାମାନେ ଯେତେବେଳେ ଆନ୍ଦୋଳନକୁ ପାଦ ବଢ଼େଇ ସାରିଲେଣି, ସେମାନେ କ'ଣ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଇପାରିବେ? ପ୍ରଜାମଣ୍ଡଳ ଭାଙ୍ଗି ଦେଇ ପୁନର୍ବାର ରାଜାଙ୍କର ବସତା ସ୍ୱୀକାର କରିପାରିବେ? ଅପମାନ, ଘୋର ଅପମାନ ପ୍ରଜାମଣ୍ଡଳ ପ୍ରତି। ସେମାନେ କେମିତି ସ୍ଥିର ହୋଇ ବସିପାରିଥାନ୍ତେ? ପ୍ରତିଶୋଧର ବହ୍ନି ସେମାନଙ୍କ ହୃଦୟରେ ପ୍ରଜ୍ୱଳିତ ହେବାକୁ ଲାଗିଲା। ଦିନକୁ ଦିନ ବଢ଼ିବାକୁ ଲାଗିଲା ପ୍ରଜାମେଳି। ପ୍ରଜାମେଳିରେ ସ୍ଥିର ହେଲା, ଇଂରେଜମାନେ ଆମ ଉପରେ ଅତ୍ୟାଚାର କରୁଛନ୍ତି, ଆମେ ତାଙ୍କୁ ନଈ ପାରି କରେଇଦେବା ନାହିଁ। ସମସ୍ତେ ଦୃଢ଼ ଶପଥ ନେବା, ପ୍ରାଣ ପଛେ ଚାଲିଯାଉ, ଆମ ଜିଦ୍ରୁ ଆମେ କେବେ ପଛକୁ ହଟିବା ନାହିଁ। ଏ ପଣ କେବଳ ଆମର ନୁହେଁ, ସମଗ୍ର ରାଜ୍ୟବାସୀଙ୍କର ମାନ ସମ୍ମାନ ଏ ଓଡ଼ିଶା ମାଟିର। କେହି ମାନିବାନି ରାଜାଙ୍କ ହୁକୁମ। ଦଣ୍ଡ ଦେବେ ତ ଦିଅନ୍ତୁ, କ'ଣ ଆଉ ଦଣ୍ଡ ଦେବା ବାକି ଅଛି ଯେ? ହେଲେ ଇଂରେଜମାନଙ୍କୁ ନଈ ପାରି କରିଦେଲେ ସେମାନେ ବି ଅତ୍ୟାଚାର କରିବେ। 12 ବର୍ଷର ବାଳକ ବାଜି ରାଉତ। ବ୍ରାହ୍ମଣୀ ନଦୀ କୂଳର ନୀଳକଣ୍ଠପୁର ତାର ଜନ୍ମ ମାଟି। ବ୍ରାହ୍ମଣୀ ନଈ ତାର ମା। ରାଜାଙ୍କ ଅତ୍ୟାଚାର କାହାଣୀ ଶୁଣି ସ୍ତବ୍ଧ ହୋଇଗଲା ବାଜିଆ। ମନ ତାର ବିଦ୍ରୋହ କରି ଉଠିଲା। ହେଲେ ଛୋଟ ପିଲାଟେ, କ'ଣ ବା କରିପାରିବ ସେ? ପ୍ରଜାମଣ୍ଡଳରେ ଯୋଗ ଦେଲା। ମନେ ପଡ଼ିଗଲା ମାଠାରୁ ଶୁଣିଥିବା ପୁରାଣ କଥା। ପ୍ରଭୁ ରାମଚନ୍ଦ୍ର ସେତୁବନ୍ଧ ବାନ୍ଧିଲା ବେଳେ ସାମାନ୍ୟ ଗୁଣ୍ଡୁଚି ମୂଷାଟିଏ କେମିତି ସେତୁରେ ବାଲି ପକାଉଥିଲା। ତାହେଲେ ସେ ମଣିଷ ହେଇ ପାରିବନି କାହିଁକି? ସ୍ୱାଧୀନତା ପାଇଁ କିଛି ତ କରିପାରିବ। ମନ ଦୃଢ଼ ଥିଲେ ଛୋଟ ବି ମହାନ କାମ କରିପାରିବ। ଛୋଟ ସାପର ବି ବିଷ ଥାଏ ନା? ତେବେ କି ପଦକ୍ଷେପ ନେଲା ବାଜିଆ? ଖେଳିବା ବୁଲିବାର ବୟସ ବାଜିଆର। ତା ମନରେ ପୁଣି ଏତେ ବଡ଼ ପରିବର୍ତ୍ତନ। ଏମିତି କିଛି ଗୋଟେ ମହାନ କାମ କରିବା ପାଇଁ ବୋଧେ ତାର ଜନ୍ମ ବିଧି ନିର୍ଦ୍ଦେଶିତ ଥିଲା। ଏ ମାଟି ମା ତାକୁ କୋଳରେ ଧରିଥିଲା। ସେ ମାତୃ ଋଣ ନ ଶୁଝିବ କେମିତି? ଏ ମାଟିର ପ୍ରଥମ ପବନ ସେ ନିଶ୍ୱାସରେ ନେଇଥିଲା। ସେଇ ନିଶ୍ୱାସଟା ଏଇ ମାଟି ମାର ମଙ୍ଗଳ ପାଇଁ ଯଦି ବନ୍ଦ ହେଇଯାଏ, ପବନଟା ମାଟି ମାର ବାୟୁମଣ୍ଡଳରେ ମିଶିଯାଏ, ତେବେ କ୍ଷତି କ'ଣ? ଯେଉଁ ମାଟି ମାର ପ୍ରଥମ ସୂର୍ଯ୍ୟ ତା ଦେହରେ ତେଜ ଭରି ଦେଇଥିଲା, ସେଇ ତେଜରେ ମାଟି ମାର ମୁଖମଣ୍ଡଳ ଉଜ୍ଜ୍ୱଳ କରିପାରିଲେ ତାର ଜନ୍ମ ସାର୍ଥକ ହେବ। ପ୍ରଜାମଣ୍ଡଳରେ ସ୍ଥିର ହେଇଥିଲା ଇଂରେଜମାନଙ୍କୁ ନଈ ପାରି କରି ନ ଦେବା ପାଇଁ। ନାଉରୀ ପିଲା ସେ, ନା ଚଳେଇ ଜାଣିଛି, ନଈ ସାଙ୍ଗରେ କେତେ ଖେଳିଛି। ପ୍ରଜାମେଳି କଥାଟା ତା ମନକୁ ବେଶ ପାଇଲା। ମନେ ମନେ ସ୍ଥିର କରିନେଲା, କିଛି ବଡ଼ କାମ କରି ନ ପାରିଲେ ବି ଏଇ ଛୋଟ କାମଟା ତ କରିପାରିବ। ସେ ଘୋଷଣା କଲା, ମୁଁ ଘାଟ ଜଗି ରହିବି, ତମେମାନେ କେହି ଏଠିକି ଆସିବା ଦରକାର ନାହିଁ। ଏଥିପାଇଁ ମୋ ଜୀବନକୁ ମୁଁ ପାଣି ଛଡ଼େଇ ଦେଇଛି। ପ୍ରଜାମଣ୍ଡଳର ନିଷ୍ପତ୍ତିକୁ କାର୍ଯ୍ୟରେ ପୂରଣ କରିବି, ଏହା ତ ମୋର ଦୃଢ଼ ଶପଥ। ବାଜିଆର ଏଭଳି ଉଦ୍ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା। ସମସ୍ତେ ଭାବିଲେ, ଛୋଟ ପିଲାଟେ ପାଗଳ ପରି କ'ଣ ଗପି ଯାଉଛି? ସତରେ କ'ଣ ସେ ତାର କଥା ରଖିପାରିବ? ଏଇ ବିଶ୍ୱାସ ଅବିଶ୍ୱାସର ଦ୍ୱନ୍ଦ୍ୱ ଭିତରେ ସେମାନେ ତାକୁ ଘାଟର ଦାୟିତ୍ୱ ଦେଇ ଚାଲିଗଲେ। କ'ଣ କଲା ଏକାକୀ ବାଜିଆ? କେମିତି ରଖିଲା ସେ ତାର ଶପଥ? ଏସବୁର ଉତ୍ତର ଅଛି ଏ ମାଟିର ଇତିହାସରେ। ବ୍ରାହ୍ମଣୀ ନଈର ପ୍ରଚଣ୍ଡ ଘାଟରେ ଏକାକୀ 12 ବର୍ଷର ନିର୍ଭୀକ ବାଳକ ବାଜି ରାଉତ
ଭୟ ବି ତା ପାଖକୁ ଆସିବାକୁ ଭୟ କରୁଛି। ଆକାଶରେ କଳାହାଣ୍ଡିଆ ମେଘର ବହଳ ଆସ୍ତରଣ, ଝରି ପଡ଼ୁଛି ବର୍ଷା ଧାରା, ଭିଜି ଯାଉଛି ବାଜିଆର ମୁକୁଳା ଦେହଟା। ଏ ତ ବର୍ଷା ନୁହେଁ, ଝରି ଆସୁଛି ପ୍ରକୃତିର କରୁଣାପୂର୍ଣ୍ଣ ଆଖିରୁ ଟୋପା ଟୋପା ଲୁହ। ନିଜ ସନ୍ତାନର ଆସନ୍ନ ବିପଦର ଆଶଙ୍କାରେ ଚାରିଆଡ଼େ ଘନ ଅନ୍ଧକାରର ବିସ୍ତୀର୍ଣ୍ଣ କଳା ଶାଢ଼ୀର ଆଭରଣ, ମୁହଁକୁ ମୁହଁ ଦେଖାଯାଉ ନାହିଁ। ମଝିରେ ମଝିରେ ଚମକି ଉଠୁଛି ବିଜୁଳି। ଅନ୍ଧାର ଭିତରେ ଆଲୋକ ସଞ୍ଚାର କରି ସାହାଯ୍ୟ କରୁଛି ବାଜିଆକୁ। ଆସିବା ଲୋକର ମୁହଁ ତ ଦେଖିପାରିବ। ଘାଟ ଜଗୁଆଳି ବାଜି ରାଉତ। ସାବଧାନ ହେଇଯିବ ନା ଶତ୍ରୁ ସୈନ୍ୟଙ୍କୁ ଦେଖିପାରିଲେ। ସୁଲସୁଲିଆ ଥଣ୍ଡା ପବନ ବହି ଚାଲିଛି, ତଥାପି ଶୀତେଇ ଯାଉନି କଅଁଳ ମାଂସରେ ଗଢ଼ା ବାଳକଟିର ଦେହ। ପ୍ରତିଶୋଧର ଉଷ୍ମ ରକ୍ତ ଯେ ଟକମକ ହେଇ ଫୁଟୁଛି। ଏ ପବନ କ'ଣ ସେ ଉଷ୍ମ ରକ୍ତ ପ୍ରବାହକୁ ସହଜେ ଶୀତଳ କରିପାରିବ? ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗ କରି ନଈ କୂଳରେ ପହଞ୍ଚିଗଲେ ଗୋରା ଫୌଜ। ସେମାନଙ୍କର ପଦଧ୍ୱନିରୁ ଆଭାସ ପାଇଗଲା ବାଳକ ବାଜିଆ। ବାଳକ ତ ନୁହେଁ, ସିଂହ ଛୁଆ ସେ। ସାବଧାନ ହେଇଗଲା ଆସନ୍ନ ବିପଦର ପ୍ରତିରୋଧ ପାଇଁ। ଚଢ଼ା ଗଳାରେ ଗୋରା ଫୌଜ ହୁକୁମ ଦେଲେ, ଏ ପିଲା, ଆମକୁ ଶୀଘ୍ର ନଈ ପାରି କରେଇ ଦେ। ପାଲଟା ସ୍ୱରରେ ବାଜି ଉତ୍ତର ଦେଲା, ପ୍ରଜାମଣ୍ଡଳ ହୁକୁମ ନାହିଁ। ଗୋରା ଫୌଜ ଅନେକ ବୁଝେଇଲେ, ଧମକ ଦେଲେ, ତଥାପି ବାଜିଆ ନିଜ ଜିଦରେ ଅଟଳ। କିଭଳି ଆଚରଣ କଲେ ଗୋରା ଫୌଜ? କ'ଣ ନିରୁପାୟ ହେଇ ଫେରିଗଲେ ନଈକୂଳରୁ? ନା ନିଜର କ୍ରୂର ମାନସିକତାର ଅମାନୁଷିକ ନିଷ୍ଠୁର ଅତ୍ୟାଚାରରେ ନିଜ ରାସ୍ତାରୁ ସବୁଦିନ ପାଇଁ ହଟେଇ ଦେଲେ ଏହି ସିଂହ ଛୁଆକୁ? ବର୍ବର ଗୋରା ଫୌଜଙ୍କ ହୃଦୟରେ ନଥିଲା ଏହି ବାଳକଟି ପ୍ରତି ସାମାନ୍ୟତମ ଦୟା। ବରଂ ନିଜର ଅହଙ୍କାରକୁ ଜାହିର କରିବାକୁ ସେମାନେ ହେଇଗଲେ ଅଧିକ ନିର୍ମମ। ଜଣେ ଗୋରା ଫୌଜର ବନ୍ଧୁକ ଶକ୍ତ ଆଘାତ କଲା ବାଜିଆର ମୁଣ୍ଡକୁ। ମୁଣ୍ଡ ଫାଟି ବହିଗଲା ରକ୍ତଧାର। ତଥାପି ସାହସ ହରେଇ ନଥିଲା ବାଜି ରାଉତ। ଉଚ୍ଚ ସ୍ୱରରେ ଡାକ ପକେଇଲା, ପ୍ରଜାମଣ୍ଡଳ ଲୋକେ କିଏ କେଉଁଠି ଅଛ, ଧାଇଁ ଆସ, ପୁଲିସ ଆମ ଘାଟ ମୁଣ୍ଡରେ। ସାଙ୍ଗେ ସାଙ୍ଗେ ଘାଟ ମୁଣ୍ଡରେ ଜମା ହେଇଗଲେ ପ୍ରଜାମଣ୍ଡଳର ଲୋକମାନଙ୍କ ସହିତ ନୀଳକଣ୍ଠପୁର ଗାଁର ଲୋକମାନେ। ଦେଖିଲେ ବାଜିଆର ଅବସ୍ଥା ସଙ୍କଟାପନ୍ନ। ଇଂରେଜମାନଙ୍କୁ ନଈ ପାରି କରି ନ ଦେବା ପାଇଁ ସେମାନେ ଟାଣି ଧରିଲେ ଡଙ୍ଗାର ଦଉଡ଼ିକୁ। ହେଲେ ଇଂରେଜମାନେ ସଙ୍ଗୀନ ମୁନରେ ଦଉଡ଼ିକୁ କାଟି ଡଙ୍ଗା ନେଇଗଲେ ନଈର ଅଧାକୁ। ସେଇଠି ରହି ଉପସ୍ଥିତ ଜନତାଙ୍କ ଉପରେ ଆରମ୍ଭ କରିଦେଲେ ଅବିରାମ ଗୁଳି ବର୍ଷଣ। ବନ୍ଧୁକର ଗୁଡୁମ୍ ଗୁଡୁମ୍ ଶବ୍ଦରେ ଟଳି ପଡ଼ି ଶହୀଦ ହେଲେ 6 ଜଣ ଯୁବକ। କିନ୍ତୁ ବାଜିଆ ଆଉ ଏ ଦୁନିଆରେ ନଥିଲା। ବ୍ରାହ୍ମଣୀ ନଈର ପାଣି ଏହି ବୀର ଶହୀଦମାନଙ୍କ ରକ୍ତରେ ଲାଲ ହୋଇଯାଇଥିଲା। ଆଉ ବାଜି ରାଉତ ଥିଲା ଗଡ଼ଜାତ ଆନ୍ଦୋଳନର ପ୍ରଥମ ଶହୀଦ। ଖବର ପାଇ ସେଠାରେ ହଜାର ହଜାର ଲୋକ ଠୁଳ ହେଲେ। ପହଞ୍ଚିଗଲେ ସ୍ୱାଧୀନତା ଆନ୍ଦୋଳନର ବଡ଼ ବଡ଼ ନେତାମାନେ। ଅମର ଶହୀଦ ବାଜି ରାଉତର ଜୟ ଜୟ ଧ୍ୱନିରେ ମୁଖରିତ ହେଲା ଗଗନ ପବନ। ତାର ଏହି ବଳିଦାନ ବହୁ ଲୋକଙ୍କୁ ପ୍ରେରଣା ଯୋଗାଇଲା ରାଜାଙ୍କ ଅନ୍ଧାରୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିବାକୁ। ସମସ୍ତଙ୍କ ତୁଣ୍ଡରେ ବଜ୍ର ନିନାଦ। ଏବେ ମନ ଦେଇ ଶୁଣ ଥରେ ଦଲାଲ ଦଳ, ବେଳ ଆସିଲାଣି ଚାପିଦେବ ପ୍ରଜାମଣ୍ଡଳ। ସବୁ ଶେଷ। ଏ ମାଟିର ଇତିହାସ ଲେଖିଛି ଭୟଙ୍କର ବାଳକ ବାଜି ରାଉତଙ୍କ ବଳିଦାନର ଅମର କାହାଣୀ।